चौधरी बाबू महान आडंबर सहित मांकर आगमन वार्ता को नहीं प्रत्येक पुरपल्ली आज आनंद उत्सव लहरी छुटी उठुची कहीं ना जगद्धात्री कल्याणमय दुर्गति नाशिनी आश्विन मासरे ना दशभुजा दुर्गा आगमन वार्ता को नहीं आज समस्ते आनंदित 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 माँ आसिले हुए कौन ना दुष्ट जन को विनाश कर सन्थ जन को पालन करने उद्देश्य जुगे जुगे माँ अनेक रूप अनेक अवतार को नहीं पृथ्वी पृष्ठ को ओल्लई आसी जो माँ को पदुटिया भक्त निवेदन कर माँ पदारबिंद को लक्ष्य कर कहवाई आमर तो कीर्तन एडिटे स्टेज हो जाए ये यात्रा को एडे बड़ स्टेज को मुझे कौन सेपटू एपटू चली केते बड़ जापरि सेपटे भाई गोटे लाइटा दौन सेपटे जो मैंने बसवे से कौन देखिए ठीक है यही भीतर तो मुझे 5 किलोमीटर चली जी हाँ प्रभु दरबार भितर किसी समय माँ को पदारबिंद को लक्ष्य कर भक्त निवेदन पूर्वक कहूँ कौन कहे कले ये माता जाननी माता जाननी ये उड़ा जा सपता का घोड़ा पणत कानी मा घोड़ा अपणत कानी माता भितर मार अनेक जस अनेक कीर्ति धरा बक्षर रही पुओ जुग आसी जिते बड़े पहुंची गला पवित्र जुग सत्य सत्य जुगरे माँ कौन करी ना सत्य जुगरे माता महिषादर पदलित सत्य जुगरे माता महिषासुर दर्प को जिते बड़े ये पृथ्वी सही पारला नाई जुगे जुगे माँ चिंता कला या दर्प को दलन कर संसार भितर मत धर्म को स्थापन करने पड़ो तेणु माँ कौन कला ना महिषासुर दर्प को दलन करने से दिन महिषा मर्दिनी रूप को धारण कर 10 भुजा दुर्गा नाम को बही माँ कौन कला ना महिषासुर दर्प को दलन गला महिषासुर सत्य जुगर मला राक्षस माँ नाम बहिला महिषा मर्दिनी जुग गला सत्य पहुंची गला आसी राम कर जुग त्रेतया कले त्रेतया जुगे श्री राम बनेश्वरी लेतो नाम त्रेतया जुगे श्री राम बनेश्वरी लेतो श्री राम
ତ୍ରେତୟା ଯୁଗରେ ଘୋର ବନସ୍ତ ଭିତରେ ମର୍ଯ୍ୟାଦା ଉତ୍ତମ ଲଙ୍କପତି ରାବଣକୁ ବିନାଶ କରିବା ପାଇଁ ରାମ ଚିନ୍ତା କଲେ। କଣ ନା ଯୁଗେ ଯୁଗେ ଯଦି ପ୍ରତ୍ୟେକ ପୁରୁଷ ସଫଳତା ପାଇଥାଏ ତା ପଛରେ ଗୋଟିଏ ନାରୀର ହାତ ଥାଏ ବୋଲି ଆମେ ମାନେ ସମସ୍ତେ କହିଥାଏ। ଏ କଥା ବାସ୍ତବିକ ଠିକ। କାହିଁକି ନା ରାମ ଯଦି ସେଦିନ ଯୋଉ ସାମ୍ନ ଲଙ୍କପତି ରାବଣକୁ ବିନାଶ କରିଥାନ୍ତି କାହା ଲାଗି ଘୋର ବନସ୍ତ ଭିତରେ ଭକ୍ତ କଲା ମା ରାମ ତତେ ଯେତେବେଳେ ଚିନ୍ତା କଲେ ଅଦୂରରେ ଥାଇ ତୁ ହାତଟିକୁ ଟେକିଦେଲୁ ତୁ ନ ଚାହିଁଥିଲେ ହୁଏତ ବ୍ରହ୍ମବାଣର ସନ୍ଧାନ ରାମ ପାଇପାରିନଥାନ୍ତି କି ବାପା ରାବଣକୁ ବିନାଶ କରିବାର ସକ୍ଷମତା ରାମଙ୍କ ପାଖରେ ନଥାନ୍ତା। ସତ୍ୟ ଗଲା ତ୍ରେତୟା ଗଲା ମଲା ଯେ କି ବିଂଶ ବାହୁ ଲଙ୍କପତି ରାବଣ ଆସି ପହଞ୍ଚିଗଲା ଯୁଗ ଦ୍ୱାପର ଯୁଗରେ ମା କଣ କରିଛି କଲେ ଦ୍ୱାପର ଯୁଗରେ ମାତ ଯଶୋଦା କୋଳେ ସମ୍ଭୂତ ଯଶୋଦା କୋଳେ ସମ୍ଭୂତ ଯଶୋଦା କୋଳେ ସମ୍ଭୂତ ମା ଦ୍ୱାପର ଯୁଗରେ ମାତ ଯଶୋଦା କୋଳେ ସମ୍ଭୂତ ଯଶୋଦା କୋଳେ ସମ୍ଭୂତ ଯଶୋଦା କୋଳେ ସମ୍ଭୂତ କଂସ ଶିଳା ରେ କଚାରେ କଂସ ଶିଳା ରେ କଚାରେ ଶୂନ୍ୟ ଥାଇ ମୃତ୍ୟୁ ବାଣୀ ମାତା ଜାନନେ ବୁଢ଼ାବତ ସପତାକା ଘୋଡ଼ାବ ପଣତ କାଦେ ମାତା ଜାନନେ କୁଆଡୁ ଏ ପଙ୍ଗୁପାଳ ଆଇଲେ ସବୁ ପଳେଇ ନୁହେଁ କି କଲେ ଯେତେବେଳେ ସତ୍ୟ ଯୁଗ ବାପା ଅତିକ୍ରମ କଲା ତ୍ରେତୟା ପଳେଇଲା ଆସି ଦ୍ୱାପର ଯୁଗ ପହଞ୍ଚିଗଲା। ଦ୍ୱାପର ଯୁଗରେ ବାପା ଥିଲା ମହାପ୍ରତାପୀ ଯେ କି କଂସ। ବାପା କଂସକୁ କିଏ ମାରିଲେ କଂସକୁ କୃଷ୍ଣ ମାରିଲେ ନାଇଁ ଆଉ ଯଦି କଂସକୁ କୃଷ୍ଣ ମା ମାରିଥାନ୍ତେ ଭାଗବତର ଜଗନ୍ନାଥ ଦାସ ସୁନ୍ଦର ପଦଟିଏ ନବାକ୍ଷରୀ ଛାନ୍ଦରେ ସେ କଣ କହିଲେ ଚାରୁ ପଣି ମାମୁ ମଲା ମୋତେ ତ ଦଇବ ଥିଲା ମୋତେ ତ ଦଇବାର ଥିଲା ମୋତେ ତ ଦଇବାର ଥିଲା ମଞ୍ଚାରୁ ପଡିକି ମାମୁ ମଲା ମୋତେ ଦଇବ ରଖିଲା ବାପା ଜଗନ୍ନାଥ ଦାସ ସେ କଥା କହିଲେ। ଯଦି ମଞ୍ଚାରୁ ପଡିକି ମଲା ଆପଣ ଦେଖନ୍ତୁ କୃଷ୍ଣ କଂସକୁ ମାରିବା ପାଇଁ ସେ କଣ ସୁଦର୍ଶନ ଚକ୍ର ପଠେଇଲେ ନା ଗଦାରେ ବାଡେଇକି ମାରିଲେ ନା ତାକୁ ଚାପୁଡାରେ ମାରିଲେ କେମିତି ନା କଂସ ମଞ୍ଚାରୁ ପଡିକି ମରିଗଲା। କୃଷ୍ଣ ମାରିନାହାନ୍ତି। କଂସ କଣ ଖାଉନଥିଲା ପିଉନଥିଲା ଦୁର୍ବଳିଆଟା ସେ ଦେଖିକି ପଡିଗଲା। ଯିଏ ସହଜରେ ଦୁର୍ବଳିଆ ଲୋକଟିଏ ସେ ଗୋଟେ ଲୋକକୁ ବଳୁଆ ଲୋକଟାକୁ ଦେଖିଲା କୃଷ୍ଣ ତ ଟିକି ପିଲାଟା ହେଇଥିଲେ ତାକୁ ଦେଖି ଦେଇକି ପଡିଗଲା। ଇଏ କଣ ଦୁର୍ବଳିଆଟା ବାପା ଖାଉନଥିଲା କି ନା ନା ଖାଉନଥିଲା ନା ଖାଉଥିଲା। ମଣିଷଟା ଯେଡେ ଜୋରଦାରିଆ ଲୋକଟା ହେଲେ ବି ମା ତାକୁ ଯଦି ରୋଗ ହବ ନା ସେ ଆପେ ଆପେ ତଳକୁ ତଳ ତାର ଅବନତି ଘଟିବ ଆଉ ଉନ୍ନତି ହବନି। ସଂସାର ଭିତରେ ଆଜ୍ଞା 4ଟା ରୋଗ ଅଛି। ଇଏ 4ଟା ରୋଗର ଏପର୍ଯ୍ୟନ୍ତ ଔଷଧ ନାହିଁ। ସେ ସାରେ 4ଟା କଣ କଣ 4ଟା ରୋଗ କଣ ନା ପ୍ରଥମ ରୋଗ ପ୍ରଥମ ରୋଗ ए बी सी डी जो आमे अक्षर पढुचे ताले चौधरी बाबू अल्फाबेट जो आमे पढुचे ए थारु आरंभ करी जेड पर्यंत अच्छा जदी ए थारु आरंभ करी जेड पर्यंत आमे पढुचे ए बी सी डी रे 4टा रोग सी ए पर्यंत ता पई औषध सठिक भाव निर्माण हेनी ए रासिला एड्स रोगटा जहा कहिची ता पई ए पर्यंत औषध नाही ला ला बी रासिला ब्लड प्रेशर रक्तचाप जोटा कि हमें कहू लोकर बीपी टा पूरा हाई हो जाई बीपी हाई हेले भलो न कि लो हेले भलो न
ବ୍ଲଡ ପ୍ରେସର ଯାହା କହିଛି ତା ପାଇଁ ଏପର୍ଯ୍ୟନ୍ତ ସଠିକ ଔଷଧ ବାହାରି ସିରେ ଆସିଲା ବାପା କ୍ୟାନ୍ସର କଲେ ଯୋଉଟା କି ଆମେ କର୍କଟ ରୋଗ ବୋଲି କହୁଛୁ କର୍କଟ ରୋଗରେ ଆଜି ପର୍ଯ୍ୟନ୍ତ ମା ଯଦି କ୍ୟାନ୍ସର ରୋଗଟି ଗୋଟିଏ ଲୋକକୁ ହେଇଛି ତାର 99% ମରିବାର ଚାନ୍ସଟା ଥାଏ ଗୋଟିଏ ଭାଗ ଯଦି ତାର ପୂର୍ବ ସ୍ୱୀକୃତି ଥାଏ ତାହେଲେ ହୁଏତ ସେ ବଞ୍ଚି ଯାଇ ପାରେ ସିରେ କ୍ୟାନ୍ସର ଯୋଉ କର୍କଟ ରୋଗ ଆମ ମାନଙ୍କ ଠାରୁ ଗାୟକ ରତ୍ନ ଲୋକନାଥ କରଙ୍କୁ ଛଡେଇକି ନେଇଛି ଯୋଉ କ୍ୟାନ୍ସର ରୋଗ ଆମ ମାନଙ୍କୁ ଗାୟକ ରତ୍ନ ପ୍ରଭାତ ସାହୁ ଯିଏ ମରିଛନ୍ତି ତାହେଲେ ସିରେ କର୍କଟ ଡି ରେ ଆସିଲା ଡାଇବେଟିସ୍ ଏବେ ତ ଡାଇବେଟିସ୍ ଘରେ ଘରେ ରାତିକି ବାବୁ କଣ ହେଇଛି ନା ଗୋଟିଏ ପଟ ରୁଟି ଖାଉଛି ଦିନକୁ ଗୋଟିଏ ଥର ଭାତ ଖାଉଛି ସକାଳୁ ମୁଁ କଲରା ଜୁସ୍ ପିଉଛୁ କାହିଁକି ନା ଡାଇବେଟିସ୍ ରୋଗ ହେଇଛି ସେତେବେଳେ 80 ବର୍ଷର ବୁଢା ଠେଙ୍ଗା ପକେଇକି ବିଲକୁ ଯାଉଥିଲା ଏବେ 40 ବର୍ଷର ଟୋକା ଆସିଲେ କୀର୍ତ୍ତନ ଦେଖିବାକୁ କହୁଛୁ ଚେୟାର ଖଣ୍ଡେ ଦଉନ କିରେ ସିଏ 80 ବର୍ଷର ବୁଢା ଯାଉଥିଲା ବିଲକୁ ତମେ କଣ 40 ବର୍ଷର ଟୋକା ଚେୟାର ଖୋଜୁଛ ନା ପେଟ ପାଟି ତ ସମ୍ଭାଳୁନି ବସି ହଉନି ନା ସେତେବେଳର ଖାଦ୍ୟ ପେୟ ଥିଲା ଅଲଗା ଆଜିକାଲିକାର ଖାଦ୍ୟ ପେୟ ବାପା ସବୁ ହେଇଗଲା ଅଲଗା ନୁହେଁ କି ବାପା ଡିରେ ଆସିଲା ଡାଇବେଟିସ୍ ରୋଗ ଯାହା କହିଛି ତାର ଏପର୍ଯ୍ୟନ୍ତ ସଠିକ ଔଷଧ ନାହିଁ ତାହେଲେ ଏବେ ସେଠି 4ଟା ରୋଗ ଭିତରୁ କଂସକୁ ହେଇଥିଲା 2 ନମ୍ବର ରୋଗ ଯୋଉଟା କି ବ୍ଲଡ ପ୍ରେସର ତାର ତ ଜନ୍ମରୁ ଏ ବ୍ଲଡ ପ୍ରେସର ନଥିଲା ଆରମ୍ଭ ହେଲା କୋଉ ଦିନଠୁ ଯେ ସେ ତା ଭଣଜା କୃଷ୍ଣକୁ ଦେଖିକି ପଡିଗଲା ତାର ବ୍ଲଡ ପ୍ରେସର କୁ ଆରମ୍ଭ କଲା କିଏ କହିଲେ ମତେ ଆଣିବେ ମତେ ଥଇ ଦିଆ ଏ କଥା ନ ଜାଣିବେ କେ ଏ କଥା ନ ଜାଣିବେ କେ ଏ କଥା ନ ଜାଣିବେ କେ ଫିଟିଲା ପାଦର ଶିକୁଳି ଏ ବାଟ ପଢାଇଲା ବେଦୁଳି ବାଟ ପଢାଇଲା ବେଦୁଳି ବାଟ ପଢାଇଲା ବେଦୁଳି ଯୋଉ ଦିନ କଂସକୁ ଶୂନ୍ୟବାଣୀ ହେଇଛି କଂସ ତତେ ଯିଏ ମାରିବ ସେ ଦେବକୀର ଅଷ୍ଟମ ଗର୍ଭରେ ବଢୁଛି ଅଷ୍ଟମ ଗର୍ଭର ସନ୍ତାନ ସିଏ ହବ ତୋର ମୃତ୍ୟୁର କାରଣ କଂସ ଯେତେବେଳେ ବାପା ଦେବକୀକୁ ମାରିଦେବାକୁ ଗଲା ବସୁଦେବ ହାତ ଯୋଡିଲେ କହିଲେ ତମ ଭଉଣୀ କଣ ତମର ଶତ୍ରୁ କି ତାର 8 ନମ୍ବର ପିଲା ହଉଛି ତମର ଶତ୍ରୁ ତମେ ତାକୁ କାହିଁକି ମାରିବ ମୁଁ ତମକୁ କଥା ଦଉଛି ଇଏ ଦେବକୀ ଗର୍ଭରୁ ଯେତେଟା ପିଲା ଜନ୍ମ ହବ ମୁଁ ତମକୁ ଗୋଟି ଗୋଟି କରି ସବୁ ଅର୍ପଣ କରିବି 6ଟା ପିଲାକୁ କଂସ ପୁଅ ବାଡେଇକି କଚାଡିକି ଶିଳାରେ ମାରିଲା ପରେ 7ମ ନମ୍ବର ଗର୍ଭ ଯିଏ କି ଅନ୍ତର୍ଧ୍ୟାନ ହେଲେ ବଳରାମ ଯାଇ ବଢିଲେ ଆପଣ ମାନଙ୍କର ରୋହିଣୀଙ୍କ ଗର୍ଭରେ ଆସିଲେ 8 ନମ୍ବର ଗର୍ଭରେ ଜନ୍ମ ହେଲେ ଭଗବାନ କୃଷ୍ଣ କହିଲେ ଆକାଶ ଉଦେହେ ସାକର ଗୋବିନ୍ଦ कृष्ण बा गोविंद गर्भ जंत्रणा पाउछंती देवकी वसुदेव कहले देवकी मन दुख करना जी जन्म हबो सी स्वयं भगवान तो गर्भरु जन्म हबो जेते बेले शून्यवाणी सुभिला वसुदेव कोन कले ना मुंडरे गोटिए गांडुआटिए धरी पुओ कृष्ण को रखिबा पा आपे आपे निद्रित जाग्रत प्रहरी माने सब निद्रित होई गले सिकुली फिटी गला जमुना नदी को पारी हेई वसुदेव जाई नंद महल रे झियोटी को पुओटी को थोई दे झियोटी को नहीं आसिले कंस जानि जे 8 नंबर पिला मृत्यु रो कारण कंस जत्ते बेले बाटै की मारिबा को जाय शून्य रे उड़ी गला मा बिजुली बत्ती नाम कन्या को बहिला रे शून्य रे थाई मा मृत्युवाणी दे देला कला कंस मते मारिबु मु पुओ न मते भाबुछु कोन मु मेल कि मु मेल न मु होची फीमेल तू कोन मते मारिबु तोते जे मारिबा वाला से तो हाथ रु खसी जाई छी मा जो दिन शून्य रे थाई कि मृत्युवाणी दे देला कला कंस रे तो मृत्युटा तो हाथ रु खसी जाई कि गोपकट करे बडुछ आमे जदी सब बेले बाबा हम मरण कथा भाबिबा आमे सब बेले जदी चिंता करबा आमे एई श्लोकटी हाथ रे मरिबा हमर आपे आपे चिंता बढ़ी गले ब्लड प्रेशर आरंभ हो जीवनी तेणु कंस सब बेले भाबिला कहला मो मृत्युटा पळैला से मते दिने ना दिने मारिबो ओ गा बोका तृणा पुतना केते काहा को न पठैला कंस शेष को पारिलानी जो दिन ठारू मा शून्य रे थाई मृत्युवाणी देई देला
कंसर बलटा सेई दिन ठारू को डाउन होला कंस बलटा बापा सेई दिन ठारू कमिला जे जानी गला मो मृत्यु मो हस्तरु खसी जाई तेणु मां जदि ताकु शून्य रे थाई मृत्यु बाणी देई न थांता हुए तो कंस को मारिबार क्षमता कृष्ण को पाखरे न थांता मारिबा पछर कारण किए ना मां मां शून्य बाणी देई दिला ठारू बापा कंसटा बाउला हला ना कंस चिंता रे पड़ी गला ताले जुग गला सत्य गला त्रेतया गला द्वापर आसी पहुंची गला गली बोले पवित्र पीठरे तू ही दश भुजा नाम बही पवित्र पीठ